ଶୁଣୁ, ତୁ କେବେ ଭାବିଛୁ କାହିଁକି କିଛି ଷ୍ଟୁଡେଣ୍ଟ ମାତ୍ର ଗୋଟିଏ ଥର ପଢ଼ିକି ସବୁ ପାଠକୁ ମନେ ରଖିଦିଅନ୍ତି, ଆଉ ତୁ 10 ଥର ପଢ଼ିଲେ ବି ତା ପରଦିନ ଭୁଲି ଯାଉଛୁ? ବାବୁ, ସମସ୍ୟା ତ ମସ୍ତିଷ୍କରେ ନୁହେଁ, ସମସ୍ୟା ତୁ ପାଠକୁ କେମିତି ନଉଛୁ ସେଇଥିରେ ଅଛି। ଭାବ, ତୋତେ କେହି ଗୋଟେ ଗ୍ଲାସ୍ ପାଣି ଦେଲେ ତୁ ତାକୁ ଆରାମରେ ପିଇଦେବୁ, କିନ୍ତୁ ତୋତେ ଯଦି ଏକା ସାଥିରେ ଗୋଟେ ବାଲ୍ଟି ପାଣି ପିଇବାକୁ ଦିଆଯିବ ତାହେଲେ ତୁ କ'ଣ ପିଇପାରିବୁ? ନା, ପିଇପାରିବୁନି। ପାଠ ବି ଠିକ୍ ସେମିତି। ତୁ ଏକା ସାଥିରେ 50 ପେଜ୍ 100 ପେଜ୍ ମସ୍ତିଷ୍କ ଭିତରକୁ ଭରିବାକୁ ଚେଷ୍ଟା କରୁଛୁ, ସେଥିପାଇଁ ତୋ ମସ୍ତିଷ୍କ ତାକୁ ରିଜେକ୍ଟ କରିଦେଉଛି। ଆଜି ମୁଁ ତୋତେ କହିବି ସେଇ ସିକ୍ରେଟ୍ ଯାହାକୁ ଟପର ମାନେ ବ୍ୟବହାର କରନ୍ତି, ଆଉ ଯାହା ଜାଣିଲେ ପାଠ ତୋ ମୁଣ୍ଡରେ ଗୋଳି ବାଟି ପିଇଲା ଭଳି ପଶିଯିବ। ମନେ ରଖ, ତୁ ବେଶୀ ପଢ଼ିଲେ ଟପର ହେଇପାରିବନି, ଠିକ୍ ଭାବରେ ପଢ଼ିଲେ ଟପର ହବ। ଶୁଣ, ଏବେ ମୁଁ ତୋତେ ଗୋଟେ ଚମତ୍କାର କଥା କହିବି। ତୋ ବ୍ରେନ୍ ଗୋଟେ କମ୍ପ୍ୟୁଟର ନୁହଁ ଯେ କି ସେ ସବୁକିଛି ସେଭ୍ କରି ରଖିଦେବ, ବରଂ ତୋ ବ୍ରେନ୍ ଗୋଟେ ସିକ୍ୟୁରିଟି ଗାର୍ଡ ଭଳି। ସେ ପ୍ରତିଦିନ ନିଷ୍ପତ୍ତି ନିଏ କି କେଉଁ ଇନଫର୍ମେସନ୍କୁ ରଖିବ ଆଉ କେଉଁ ଇନଫର୍ମେସନ୍କୁ ଡିଲିଟ୍ କରିଦେବ। ଏବେ ଭାବ, ତୁ ଗତ ସପ୍ତାହରେ ଇନଷ୍ଟାଗ୍ରାମରେ କେଉଁ ରିଲ୍ ଦେଖିଥିଲୁ ସେଇଟା ତୋର କ'ଣ ମନେ ଅଛି? ନା, କାରଣ ବ୍ରେନ୍ ଭାବିଲା ଏଇଟା ଇମ୍ପୋର୍ଟାଣ୍ଟ ନୁହଁ, ତ ସେ ତାକୁ ଡିଲିଟ୍ କରିଦେଲା। ଠିକ୍ ସେହିପରି ତୁ ଯେତେବେଳେ କିଛି ନ ବୁଝିକି କେବଳ ପଢ଼ି ଚାଲିଛୁ, ସେତେବେଳେ ବ୍ରେନ୍ ଭାବୁଛି ଏଇଟା ବୋଧେ ଦରକାର ନାହିଁ, ଆଉ 2 ଦିନ ପରେ ସିଏ ସେଇ ଇନଫର୍ମେସନ୍କୁ ଡିଲିଟ୍ କରିଦେଉଛି। ଭାଇ, ଏଇ କାରଣରୁ ନା ଅନେକ ଷ୍ଟୁଡେଣ୍ଟ କୁହନ୍ତି, ଚାହେ ତମ ସାଙ୍ଗମାନେ ବି କହୁଥିବେ, ତୁମେ ବି କହୁଥିବ କି ମୁଁ ପଢ଼ିଥିଲି କିନ୍ତୁ ସବୁ ଭୁଲିଗଲି। ସତ କଥା କ'ଣ ଜାଣିଛୁ? ତୁ ପଢ଼ିଥିଲୁ କିନ୍ତୁ ତୋ ବ୍ରେନ୍କୁ କେବେ ବି କହିନଥିଲୁ କି ଏଇଟା ଇମ୍ପୋର୍ଟାଣ୍ଟ। ଟପର ମାନେ ଗୋଟେ କାମ କରନ୍ତି, ସେମାନେ ପାଠ ପଢ଼ି ସାରିବା ପରେ ତାକୁ ନିଜ ଭାଷାରେ ନିଜକୁ ବୁଝାନ୍ତି, ମୁହଁରେ କୁହନ୍ତି, ଲେଖନ୍ତି, ନିଜକୁ ପ୍ରଶ୍ନ କରନ୍ତି। ସେତେବେଳେ ବ୍ରେନ୍ ବୁଝିଯାଏ କି ଓହୋ, ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍, ତ ସେ ତାକୁ ତାର ଲଙ୍ଗ୍ ଟର୍ମ ମେମୋରିକୁ ପଠାଇ ଦିଏ। ଯଦି ତୁ ଗୋଟେ ଚାପ୍ଟର ପଢ଼ିଲୁ, ତାପରେ ବହି ବନ୍ଦ କରି ନିଜକୁ ପଚାର କି ମୁଁ କ'ଣ ପଢ଼ିଲି, ସେଇ ଦିନଠାରୁ ତୋ ମେମୋରି ବଦଳିବା ଆରମ୍ଭ କରିବ। ମୁଁ ଜାଣିଛି ଏଇଟା ଆରମ୍ଭରୁ ଟିକେ କଷ୍ଟ ହେବ, କିନ୍ତୁ ପ୍ରାୟତଃ କର। ମନେ ରଖ, ବ୍ରେନ୍ ଯାହାକୁ ବ୍ୟବହାର କରେ ସେଇ ଜିନିଷକୁ ହିଁ ସେ ମନେ ରଖେ, ଅଦରୱାଇଜ୍ ଅଲଗା ଜିନିଷକୁ ସେ ଅନନେସେସରି ଭାବିକି ତାକୁ ଡିଲିଟ୍ କରିଦିଏ। ଶୁଣ, ଏବେ ମୁଁ ତୋତେ ସେଇ ସିକ୍ରେଟ୍ କହିବି ଯାହା ଟପର ମାନେ ଜାଣନ୍ତି, କିନ୍ତୁ 99% ଷ୍ଟୁଡେଣ୍ଟ ମାନେ ଜାଣନ୍ତିନି। ଭାଇ, ଟପର ମାନେ 10 ପେଜ୍ ପଢ଼ନ୍ତିନି, 10 ପେଜ୍କୁ ସେମାନେ ଗୋଟିଏ ପେଜ୍ରେ କନଭର୍ଟ କରିଦିଅନ୍ତି। ଭାବ, ତୋତେ ଯଦି 100ଟି ଇଟା ଦିଆଯାଏ, ତୁ ସେଗୁଡ଼ିକୁ ମନେ ରଖିପାରିବୁ କି? କଷ୍ଟ ହେବ। କିନ୍ତୁ ସେଇ 100ଟି ଇଟା ଦ୍ୱାରା ତୁ ଯଦି ଗୋଟେ ଘର ବନେଇଦେବୁ ନା, ତ ତୁ ସେଇ ସମ୍ପୂର୍ଣ୍ଣ ଘରକୁ ମନେ ରଖିପାରିବୁ। ପାଠ ବି ଠିକ୍ ସେମିତି, ତୁ ପ୍ରତ୍ୟେକ ଲାଇନ୍ ମନେ ରଖିବାକୁ ଚେଷ୍ଟା କରୁଛୁ, ସେଇଥିପାଇଁ ଭୁଲି ଯାଉଛୁ। ଟପର ମାନେ କ'ଣ କରନ୍ତି? ଚାପ୍ଟରକୁ ପଢ଼ିବା ପରେ ମାତ୍ର 5ଟି ମେନ୍ ପଏଣ୍ଟକୁ ଲେଖିଦିଅନ୍ତି, ମାନେ ନୋଟ୍ କରିଦିଅନ୍ତି। ଫର୍ ଏକ୍ଜାମ୍ପଲ୍, ଯଦି ସେ ଚାପ୍ଟରଟା 10ଟି ପେଜ୍ର ଥିବ, ତ ସେମାନେ ଲେଖନ୍ତି ପଏଣ୍ଟ 1, ପଏଣ୍ଟ 2, ପଏଣ୍ଟ 3, ପଏଣ୍ଟ 4, ପଏଣ୍ଟ 5। ଏବେ ଏକ୍ଜାମ୍ ପୂର୍ବରୁ 10ଟା ପେଜ୍ ପଢ଼ିବା ଦରକାର ନାହିଁ, ମାତ୍ର ସେଇ 5ଟି ପଏଣ୍ଟ ଦେଖିଲେ ସମ୍ପୂର୍ଣ୍ଣ ଚାପ୍ଟର ବ୍ରେନ୍ ଭିତରେ ଫେରି ଆସିଥାଏ। ଏହାକୁ କୁହାଯାଏ କମ୍ପ୍ରେସନ୍ ଟେକ୍ନିକ୍। କ'ଣ କୁହାଯାଏ? କମ୍ପ୍ରେସନ୍ ଟେକ୍ନିକ୍। ଭାଇ, ଆମ ବ୍ରେନ୍ ଷ୍ଟୋରି ଆଉ କିୱାର୍ଡ଼ସକୁ ଭଲ ଭାବରେ ମନେ ରଖେ, ବହିର ସବୁ ଲାଇନ୍କୁ ନୁହେଁ। ଆଜିଠାରୁ ଯେକୌଣସି ଚାପ୍ଟର ପଢ଼ିଲେ ଗୋଟେ ପେଜ୍ରେ ତାର ସମରି ଲେଖ, ଦେଖିବୁ ତୋର ରିଭିଜନ୍ ଟାଇମ୍ ଅଧା ହେଇଯିବ, ଆଉ ମେମୋରି ପାୱାର 2 ଗୁଣା ବଢ଼ିଯିବ।
ମନେ ରଖ କି ଟପର ମାନେ ବେଶୀ ପଢ଼ନ୍ତିନି, ସେମାନେ ସ୍ମାର୍ଟ ଭାବରେ ମନେ ରଖନ୍ତି। ଶୁଣ, ଏବେ ମୁଁ ତତେ ସେଇ ରୁଲ୍ କହିବି ଯାହାକୁ ଜାଣିଲେ ପାଠ ଦିନେ ପାଇଁ ନୁହେଁ, ମାସ ମାସ ବର୍ଷ ବର୍ଷ ଧରି ମନେ ରହିବ। ଭାଇ, ସାଇନ୍ସ କହୁଛି କି ତୁ ଯାହା ପଢ଼ୁଛୁ 24 ଘଣ୍ଟା ଭିତରେ ତାର ପ୍ରାୟ 70% ଆମ ବ୍ରେନ୍ ଭୁଲିଯାଏ। ସାଇନ୍ସ କହୁଛି ଏ କଥା। ହଁ, ତୁ ଠିକ୍ ଶୁଣିଲୁ, 70% ଭୁଲିଯାଏ 24 ଘଣ୍ଟା ଭିତରେ ଯାହାକୁ ଆମେ ପଢ଼ୁ। ଆଜି 10ଟି ପେଜ୍ ପଢ଼ିଲୁ, କାଲି ତୁ ତାର ଅଧିକାଂଶ ଭୁଲିଯିବୁ। ସେଥିପାଇଁ ଟପର ମାନେ କେବଳ ପଢ଼ନ୍ତିନି, ରିଭିଜନର ଟାଇମିଂକୁ କଣ୍ଟ୍ରୋଲ କରନ୍ତି। ଏବେ ଧ୍ୟାନ ଦେ, ଗୋଟେ ଚାପ୍ଟର ପଢ଼ିଲୁ, ତାପରେ ରୁଲ୍ ନମ୍ବର 1, 24 ଘଣ୍ଟା ଭିତରେ ମାତ୍ର 5 ମିନିଟ୍ ରିଭିଜନ କର। ରୁଲ୍ ନମ୍ବର 2, 7 ଦିନ ପରେ ପୁଣି 5 ମିନିଟ୍ ରିଭିଜନ କର। ରୁଲ୍ ନମ୍ବର 3, 30 ଦିନ ପରେ ପୁଣି ଗୋଟେ ଥର ଦେଖ। ବାସ୍ ଏତିକି ଭାଇ, ତୁ ଆଶ୍ଚର୍ଯ୍ୟ ହେଇଯିବୁ, ସେଇ ଚାପ୍ଟର ତୋର ମାସ ମାସ ବର୍ଷ ବର୍ଷ ଧରି ମନେ ରହିବ। ଭାଇ, ଅନେକ ଷ୍ଟୁଡେଣ୍ଟ ଗୋଟିଏ ଭୁଲ କରନ୍ତି। ସେମାନେ କ'ଣ କରନ୍ତି ନା, ଏକ୍ଜାମ ପୂର୍ବରୁ ସବୁ ଚାପ୍ଟରକୁ ଏକାଥରେ ପଢ଼ିବାକୁ ଚେଷ୍ଟା କରନ୍ତି, ମାନେ ପୁରା ଯେମିତି ଗୋଟେ ଘାଣ୍ଟ। ଏହା ଠିକ୍ ସେହିପରି କଥା ଯେମିତିକି ଏକ୍ଜାମ ପୂର୍ବ ରାତିରେ ଗୋଟେ ଗଛ ଲଗେଇକି ସକାଳେ ଫଳ ଖୋଜିବା ଭଳି କଥା ହେଇଥାଏ। ମେମୋରି ହେଉଛି ଗୋଟେ ଚାଷ, ତାକୁ ପ୍ରତିଦିନ ଟିକେ ଟିକେ ପାଣି ଦରକାର। ତ ଏଥିପାଇଁ କ'ଣ, ଏଥିପାଇଁ ମୁଁ ତୁମକୁ ଗୋଲ୍ଡେନ୍ ଫର୍ମୁଲା କହୁଛି, ପଢ଼, 24 ଘଣ୍ଟା ପରେ ରିଭିଜନ କର, 7 ଦିନ ପରେ ରିଭିଜନ କର, 30 ଦିନ ପରେ ରିଭିଜନ କର। ଏଇ ଫର୍ମୁଲାକୁ ଫଲୋ କର, ଦେଖିବୁ ତୁ ପାଠକୁ ମନେ ରଖିବୁନି, ପାଠ ନିଜେ ତୋ ମୁଣ୍ଡରେ ରହିଯିବ। କାରଣ ପଢ଼ିବାରେ ନୁହେଁ, ଠିକ୍ ସମୟରେ ରିଭିଜନ କରିବା ଦ୍ୱାରା ମେମୋରି ଷ୍ଟ୍ରଙ୍ଗ ହେଇଥାଏ। ଶୁଣ, ଏବେ ମୁଁ ତତେ ଟପର ଆଉ ଗୋଟେ ଆଭରେଜ ଷ୍ଟୁଡେଣ୍ଟ ମଧ୍ୟରେ ଥିବା ସବୁଠାରୁ ବଡ଼ ସିକ୍ରେଟ୍ କହିବି। ଭାଇ, ଟପର ମାନଙ୍କ ପାଖରେ କୌଣସି ଯାଦୁ ନଥାଏ। ସେମାନଙ୍କ ବ୍ରେନ୍ ବି ତୋ ବ୍ରେନ୍ ଭଳି 24 ଘଣ୍ଟା, 7 ଦିନ, 365 ଦିନ ହିଁ କାମ କରେ। ତଫାତ୍ ମାତ୍ର ଗୋଟେ, ଆଭରେଜ ଷ୍ଟୁଡେଣ୍ଟ ପଢ଼ିବାକୁ ବସିଲେ ଭାବେ କେତେ ପେଜ ବାକି ଅଛି, ଟପର ପଢ଼ିବାକୁ ବସିଲେ ଭାବେ କେତେ କନସେପ୍ଟ ବୁଝିଲେ। ଆଭରେଜ ଷ୍ଟୁଡେଣ୍ଟ ଏକ୍ଜାମ ପାଇଁ ପଢ଼େ, ଟପର ଷ୍ଟୁଡେଣ୍ଟ ଲାଇଫ ପାଇଁ ଶିଖେ। ସେଥିପାଇଁ ଜଣେ 10 ଘଣ୍ଟା ପଢ଼ିକି ବି ଭୁଲିଯାଏ, ଆଉ ଜଣେ କେବଳ 2 ଘଣ୍ଟା ପଢ଼ିକି ସବୁକିଛି ମନେ ରଖିଦିଏ। ଭାଇ, ଆଜିଠାରୁ ପାଠପଢ଼ାକୁ ବୋଝ ବୋଲି ଭାବନି, ପାଠକୁ ଗୋଟେ ଗେମ୍ ବୋଲି ଭାବ, ଗୋଟେ ଚ୍ୟାଲେଞ୍ଜ ବୋଲି ଭାବ। ନିଜକୁ ଏହା ପଚାରେନି କି ଆଜି ମୁଁ କେତେ ପେଜ ପଢ଼ିଲି, ବରଂ ନିଜକୁ ଏହା ପଚାର କି ଆଜି ମୁଁ କ'ଣ ନୂଆ ଶିଖିଲି। ସବୁ ଜିନିଷର କନସେପ୍ଟ ବୁଝିବା ପାଇଁ ଚେଷ୍ଟା କର, ଘୋଷିବା କଥା ଭୁଲିଯାଏ। ଆଉ ଗୋଟେ କଥା, ଯେତେବେଳେ ତୁ ରାତିରେ ଶୋଇବୁ, ନିଜକୁ ପଚାର କି ଆଜି ମୁଁ ଗତକାଲି ଅପେକ୍ଷା 1% ବେଟର ହେଲି ନା ନାହିଁ। ଯଦି ଉତ୍ତର ହଁ ହେଇଥାଏ, ତାହେଲେ ତୁ ଠିକ୍ ରାସ୍ତାରେ ଅଛୁ। ଆଉ ଯଦି ଉତ୍ତର ନା ହେଇଥାଏ, ତାହେଲେ ନିଜକୁ ଇମ୍ପ୍ରୁଭ୍ କରି କରି ଚାଲ ଡେଲି ବେସିସ୍ରେ। ଆଜି ମୁଁ ତତେ ଗୋଟେ ଚ୍ୟାଲେଞ୍ଜ ଦେଉଛି, ତୁ ଆଜି ଗୋଟେ ଚାପ୍ଟର ପଢ଼, ତାପରେ ତାକୁ ବନ୍ଦ କର, ଆଉ କାଗଜରେ ଲେଖ ମୁଁ କ'ଣ ବୁଝିଲି। ବାସ୍, ଏଇ ଗୋଟିଏ ହାବିଟ୍ ତୋ ପଢ଼ା ଜୀବନକୁ ବଦଳେଇ ଦେବ। ଯଦି ତୁ ଆଜିଠାରୁ ସ୍ମାର୍ଟ ଷ୍ଟଡି ଆରମ୍ଭ କରିବୁ, ତେବେ କମେଣ୍ଟରେ ଲେଖ ମୁଁ ସ୍ମାର୍ଟ ଷ୍ଟଡି କରିବି। ଆଉ ଏଇ ଭିଡ଼ିଓକୁ ସେଇ ସାଙ୍ଗ ପାଖକୁ ସେୟାର କର ଯିଏ କହେ କି ମୋର ପାଠ କିଛି ମନେ ରହୁନି। ସାଙ୍ଗମାନେ, ଭିଡ଼ିଓର ଶେଷରେ ବାସ୍ ଏତିକି କହିବା ପାଇଁ ଚାହିଁବି କି ପାଠକୁ ଘୋଷିଲେ ହେବନି, ପାଠର କନସେପ୍ଟକୁ ବୁଝିକି ପଢ଼ିବା ପାଇଁ ହେବ। ଯେଉଁଦିନ ବୁଝିବା ଆରମ୍ଭ କରିବୁ, ସେଇଦିନ ଠାରୁ ପାଠ ତୋ ମୁଣ୍ଡରେ ଗୋଳି ବାଟି ପିଇଲା ଭଳି ପଶିଯିବ। ଜୟ ଜଗନ୍ନାଥ।